ମାଫିଆ କୋରି ଖାଇଗଲେ ମହାପ୍ରଭୁଙ୍କ ମୂଲ୍ୟବାନ ଖଣି। ଯେତିକି ଉତ୍ତୋଳନ ଅନୁମତି ହେଉଛି ତାଠୁ ଢେର ଗୁଣା ପଥର ତାଡ଼ି ବିକି ଦେଇଛନ୍ତି। ଏଭଳି ମହାଲୁଟ ଧରିବା ପରେ 19 ଜଣ ଖଣି ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ, ଯେଉଁଥିରେ 15 ଦିନ ଭିତରେ ରୟାଲିଟି ସହ ଆନୁଷଙ୍ଗିକ ଦେୟ ଓ ଫାଇନ ଜମା କରିବାକୁ ରହିଛି କଡ଼ା ନିର୍ଦ୍ଦେଶ। 19ଟି ଖଣି ମଧ୍ୟରୁ 17ଟି ନିର୍ମାଣ ପଥର ଖଣି, 2 ଗୋଟି ମାଙ୍କଡ଼ା ପଥର ଖଣି ଧାର୍ଯ୍ୟ ଅନୁମୋଦିତ ପରିମାଣଠୁ କରିଛନ୍ତି ଅଧିକ ଉତ୍ତୋଳନ। 7 ଦିନ ମଧ୍ୟରେ ଜୋରିମାନା ମୂଲ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ରୟାଲିଟି ଆନୁଷଙ୍ଗିକ ଦେୟ ଅଧିକ ଉତ୍ତୋଳନ ପାଇଁ ଜୋରିମାନା ଦେବାକୁ ପଡ଼ିବ। ନୋଟିସର ଉତ୍ତର ପାଇବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଉତ୍ତର ରଖିଛନ୍ତି। ଖଣି ଖଜଣା ଦେଉନଥିଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ମହାପ୍ରଭୁଙ୍କ ଖଣିରୁ 21 କୋଟି ଟଙ୍କା ଲୁଟ୍ ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ପୂର୍ବ ସରକାର ମହାପ୍ରଭୁଙ୍କ ସମ୍ପତ୍ତି ଚିନ୍ତା କରିନାହାନ୍ତି। 2003ରୁ ୟୁନିଫର୍ମ ପଲିସି ଆଧାରରେ ପ୍ରକ୍ରିୟା ଆଗକୁ ବଢ଼ିବ। ମହାପ୍ରଭୁଙ୍କ 58,000 ଏକର ଭୂ ସମ୍ପତ୍ତି ଅଛି। 37,000 ଏକର ସମ୍ପତ୍ତିର କାଗଜ ଓ ତଥ୍ୟ ଅଛି। ସେ ଆହୁରି କହିଛନ୍ତି, ଖୋର୍ଦ୍ଧାର ସମସ୍ତ ଖଣି ଖାଦାନ ମହାପ୍ରଭୁଙ୍କ ସମ୍ପତ୍ତି। ଜବରଦଖଲ କରିଥିବା ଉପଭୋଗକାରୀ ଚିହ୍ନଟି ହେବେ। ଖଣି ଖଜଣା ଦେଉନଥିଲେ ଦଣ୍ଡ ବିଧାନ ହେବେ। ଦେଖନ୍ତୁ, ଗୋଟିଏ କଥା ତ ସ୍ପଷ୍ଟ ଅଛି, 24 ବର୍ଷର ଏ ସରକାର ଅତୀତରେ କୌଣସି ବି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜମିର ସୁରକ୍ଷା, ଯେଉଁ ତାଙ୍କର ବିଭିନ୍ନ ଭୂ ସମ୍ପତ୍ତି ଅଛି, ସେ ଭୂ ସମ୍ପତ୍ତିର ସୁରକ୍ଷା ପାଇଁ ଚିନ୍ତା କରିନଥିଲେ। ଆମେ ଏବେ ଆସିବା ପରେ 2003 ମସିହାରେ ଯେଉଁ ୟୁନିଫର୍ମ ପଲିସି ତିଆରି ହୋଇଥିଲା, ସେହି ଆଧାରରେ ଆଗକୁ ଏ କଥା ନେବା ପାଇଁ ଆମେ ପ୍ରକ୍ରିୟା ଆରମ୍ଭ କରୁଛୁ। ପାଖାପାଖି 58,000 ଏକର ଭୂ ସମ୍ପତ୍ତି ଅଛି ମହାପ୍ରଭୁଙ୍କର। ସେଥିରୁ 36-37,000 ଏକରର ସମସ୍ତ ପ୍ରକାର କାଗଜପତ୍ରଠୁ ଆରମ୍ଭ କରିକି ସମସ୍ତ ତାର ସ୍ଥାନ ଇତ୍ୟାଦି ଇତ୍ୟାଦି ତାର ପୁରା ଡିଟେଲ୍ସ ଆମ ପାଖରେ ଏବେ ବି ଅଛି। ଯଦି ଆମେ ସେ ବାବଦରେ ନିଷ୍ପତ୍ତି ନ ନେବା, ଜବରଦଖଲକାରୀମାନଙ୍କ ହାତରେ ମହାପ୍ରଭୁଙ୍କ ଭୂ ସମ୍ପତ୍ତି ନଷ୍ଟ ବିନଷ୍ଟ ହେବ। ସେଭଳି ଭାବେ ଅନେକ ଗୁଡ଼ିଏ କମର୍ସିଆଲ ପ୍ରପର୍ଟି ଯେଉଁଭଳି ଭାବରେ ଖଣି ଖାଦାନ ଯେଉଁଭଳି ଭାବରେ ଅଛି, ଖୋର୍ଦ୍ଧା ଜିଲ୍ଲାର ଯେତେ ଖଣି ଖାଦାନ ସମସ୍ତ ପ୍ରାୟତଃ ହେଉଛି ମହାପ୍ରଭୁଙ୍କ ଭୂ ସମ୍ପତ୍ତିର ଅନ୍ତର୍ଭୁକ୍ତ। ସେଭଳି ଭାବରେ ଯେଉଁ ଅନୈତିକ ଭାବରେ ଲମ୍ବା ସମୟ ଧରିକି ଲୋକମାନେ ସେ ଭୂ ସମ୍ପତ୍ତିକୁ ଭୋଗ ଦଖଲ କରୁଥିଲେ ଏବଂ କୌଣସି ଗୋଟିଏ ପଇସାର ତାର ଲାଭ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗୁ ହେଉନଥିଲା, ସେଇ ଯେଉଁ କଥା ଚାଲିଥିଲା, ସେ କଥାକୁ କୋଉଠି ନା କୋଉଠି ବନ୍ଦ ହେବାର ଆବଶ୍ୟକତା ଅଛି। ସେହି ଦୃଷ୍ଟିକୋଣରୁ ମ୍ୟାନେଜିଂ କମିଟି ଏବଂ ବିଭାଗ ଉଭୟ ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁମାନେ ଏଭଳିଆ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ସେମାନେ କିଏ ସେଟାକୁ ଆଇଡେଣ୍ଟିଫାଇ କରାଯିବ ଏବଂ ସେମାନଙ୍କ ଉପରେ ଯେଉଁଠି ଲମ୍ବା ସମୟ ଧରିକି ମାଇନିଂ ପଇସା ଯେଉଁମାନେ ଦେଉନଥିଲେ, ଖଜଣା ଦେଉନଥିଲେ, ସେମାନଙ୍କ ଉପରେ ଦଣ୍ଡ ଧାର୍ଯ୍ୟ କରାଯିବ। ଏ ବାବଦରେ ଏକ ନିଷ୍ପତ୍ତି ହୋଇଛି ଏବଂ ସେହି ଆଧାରରେ ଏ କଥାକୁ ଚାଲିଛି ଏବଂ ଯଦି ସେଥିରେ ସେମାନେ ସହମତ ନ ହୁଅନ୍ତି, ଯେଉଁମାନେ ଏପର୍ଯ୍ୟନ୍ତ ସେ କଥାକୁ କରୁଥିଲେ, ନିଶ୍ଚିତ ଭାବରେ କଠୋର ବ୍ୟବସ୍ଥା ବି କରାଯିବ। ଏବେ ଦେଖିବାର କଥା ଠାକୁରଙ୍କ ଖଣି ଚୋରି ରୋକିବାରେ ଶ୍ରୀମନ୍ଦିର ପ୍ରଶାସକ ଏ କଡ଼ା ଆଭିମୁଖ୍ୟ କେତେ ଫଳପ୍ରଦ ହେଉଛି। ବ୍ୟୁରୋ ରିପୋର୍ଟ, ସାକ୍ଷୀ ନ୍ୟୁଜ୍।